ଅଶୋକ ଗଛରୁ ଫୁଲ ଫୁଟିବାର ରହସ୍ୟ ଆଜି ଆପଣମାନଙ୍କୁ ଜଣେଇବି। ତ ଅଧିକା ଫୁଲ କେମିତି ଆପଣଙ୍କ ଅଶୋକ ଗଛରେ ଫୁଟି ପାରିବ ଆଉ ଗଛର ଗ୍ରୋଥ୍ ବି ବହୁତ ଭଲ ଆସିବ। ତ ମୋର ଏଇଟା ହାଇବ୍ରିଡ଼ର ଧଳା ରଙ୍ଗର ଅଶୋକ ଗଛ ଯାହାକୁ ଆମେ ଇକ୍ସୋରା ପ୍ଲାଣ୍ଟ ମଧ୍ୟ କୁହନ୍ତି। ତା ପାଖରେ ଅଛି ଗୋଟେ ଅରେଞ୍ଜ କଲର ଆଉ ଗୋଟେ ଅଛି ହଳଦିଆ ରଙ୍ଗର। ଆଉ ଗୋଟେ ମୋର ହେଉଛି ବଡ଼ ଗଛଟେ ଅଛି ଯେଉଁଟା ଟିକେ ପିଙ୍କ କଲର୍ ଅଛି ଆଉ ଗୋଟେ ହେଉଛି ପୁରାପୁରି ନାଲି ରଙ୍ଗ। ତ ସବୁ ଯାକ ଅଛି କିନ୍ତୁ ଦୁଇଟା ମୋର ତଳେ ଅଛି ଯେଉଁଟାକି ଛୋଟ ବଗିଚାରେ ଆଉ ଇଏ ସବୁ ମୋର ଛାତ ଉପରେ ବହୁତ ଛୋଟ ଛୋଟ କଣ୍ଟେନରରେ ରହିଛି। ତ ଗଛରେ ଫୁଲ ଫୁଟିବା ପାଇଁ ମୁଁ ଦୁଇଥର ମାତ୍ର ହରମୋନ୍ ଆଡ଼୍ କରିଛି, ବେଶୀ ଜମା ଆଡ଼୍ କରିନି। ଆଣିକି ଲଗେଇବା ଦିନଠୁ ମାତ୍ର ଦୁଇଥର। ତ ହରମୋନ୍ ଆଉ ତା ସାଥିରେ ଫର୍ଟିଲାଇଜର ଦେବା ଯେତିକି ଜରୁରୀ ଆମ ଗଛର ବ୍ଲମିଂ ପାଇଁ ସେତିକି ଜରୁରୀ ଆମ ଗଛର ଶୁଖିଲା ଡେମ୍ଫ ଗୁଡ଼ାକ ବାହାର କରିବା। କାହିଁକିନା ଡେମ୍ଫ ଗୁଡ଼ାକ ଯେଉଁ ଫୁଲ ଫୁଟି ସାରିଲା ପରେ ଯାହାର ଫୁଲ ପାଖୁଡ଼ା ସହିତ କିଛି ଡେମ୍ଫ ଗୁଡ଼ାକ ରହିଛି ସେଇ ଡେମ୍ଫ ଗୁଡ଼ାକ ଯଦି ନ କାଢ଼ିବା ସେଇ ଜାଗାରୁ ପତ୍ର ଜମାରୁ ବି କଅଁଳିବନି କି ଆଗକୁ ଫୁଲ ବି ମଧ୍ୟ ଫୁଟିବନି। ତ ସେଥିପାଇଁ ସମୟ ଅନୁସାରେ ସେଇ ସବୁ ଯଦି ଆମେ ସଫାସୁତୁରା କରିଦେବା ନା ଆମ ଗଛରେ ବଢ଼ିଆ ସେ ନୂଆ କଅଁଳିବ ପତ୍ର ଆଉ କଢ଼ ବି ମଧ୍ୟ ବରାବର ସମୟରେ ଆସିବ। ତା ସହିତ ବର୍ଷା ଦିନରେ ଏଇ ସବୁ ବହୁତ ସାରା ଫଙ୍ଗସ୍ ଲାଗି ମୂଳ ସଫା ରଖିବା ସହିତ ଗଛ ଡାଳ ଗୁଡ଼ାକ